ବନ୍ଧୁଗଣ ସ୍ୱାଗତ। ଆମେ ରବିବାର ଡିସେମ୍ବର 7 ତାରିଖ ବିଷୟରେ ଆଲୋଚନା କରିବା। ତା ପୂର୍ବରୁ ପଦେ ଯେ ଡିସେମ୍ବର 5 ତାରିଖ ବୃହସ୍ପତି ପ୍ରତ୍ୟାବର୍ତ୍ତନ କଲେ ମିଥୁନକୁ ପୁନର୍ବଶକୁ। ତେଣୁ କାଲି ମୁଁ କହିଥିଲି କେଉଁ କେଉଁ ନକ୍ଷତ୍ରର ଶୁଭ ହେବ, ଆଜି କହୁଛି କେଉଁ କେଉଁ ନକ୍ଷତ୍ର ଶୁଭ ହେବ। ଯେଉଁମାନଙ୍କ ଜନ୍ମଜାତକରେ ବୃହସ୍ପତି କେନ୍ଦ୍ରାଧିପ ନ ହୋଇ, ଯଦି ବୃହସ୍ପତି କେନ୍ଦ୍ରାଧିପ ବୋଇଲେ ଦଶମ, ସପ୍ତମ, ଚତୁର୍ଥ ଓ ଲଗ୍ନର ମାଲିକ, ସେ ଜାତକରେ ବୃହସ୍ପତି ପୂର୍ଣ୍ଣ ଅଶୁଭ, ଅକର୍ମଶୀଳା, କେଉଁ କାମକୁ ନୁହନ୍ତି ବରଂ କ୍ଷତିକାରକ। ଯଦି ବୃହସ୍ପତି କେନ୍ଦ୍ରାଧିପ ତାହେଲେ ସେ ବୃହସ୍ପତି ନିଷ୍ଫଳ। ଯଦି ଜାତକରେ ବୃହସ୍ପତି କେନ୍ଦ୍ରାଧିପ ନୁହନ୍ତି, ସେ ଅଷ୍ଟମରେ ନାହାନ୍ତି କି ଅଷ୍ଟମାଧିପ ନୁହନ୍ତି, ବୃହସ୍ପତି ଅଷ୍ଟମାଧିପ ନୁହନ୍ତି କି ଅଷ୍ଟମରେ ନାହାନ୍ତି, ତେବେ ସେ ଶୁଭ। କେନ୍ଦ୍ରାଧିପ ନୁହନ୍ତି କି ଅଷ୍ଟମାଧିପ ନୁହନ୍ତି କି ଅଷ୍ଟମରେ ନାହାନ୍ତି, ସେ ଶୁଭ। ତେଣୁ ଏଭଳି ଅବସ୍ଥାରେ କ'ଣ ହେବ ନା 4, 5, 6 ନକ୍ଷତ୍ର ପାଇଁ ଶୁଭପ୍ରଦ। ବୃହସ୍ପତି ଏଇ ଯେଉଁ ଚଳନ ହେଲା ଡିସେମ୍ବର 5 ତାରିଖରେ 4, 5, 6 ନକ୍ଷତ୍ର ପାଇଁ ଶୁଭପ୍ରଦ। 7, 8, 9, 10କୁ ଉନ୍ନତ ଧରଣ ସମ୍ମାନିତ କରିବେ। ଉନ୍ନତ ଧରଣର ସମ୍ମାନ ମିଳିବ ବୃହସ୍ପତିଙ୍କ କଲ୍ୟାଣରୁ। 7, 8, 9, 10 ଯାହା କୁହାଯାଏ ରାଜପୂଜା। 11, 12, 13, 14 ପାଇଁ ନାନାବିଧ ସୁଖ ମିଳିବ, ସୌଖ୍ୟପ୍ରଦମ୍। 11, 12, 13, 14 ପାଇଁ ସୌଖ୍ୟପ୍ରଦମ୍, ନାନାବିଧ ସୁଖ ମିଳିବ। 16, 15 ପାଇଁ ଏକ ସ୍ୱତନ୍ତ୍ର ବ୍ୟବସ୍ଥା। 15 ନକ୍ଷତ୍ରର ସମ୍ପଦ ଲାଭ, ସମ୍ପତ୍ତି, ଭୂସମ୍ପତ୍ତି ନିଶ୍ଚୟ ଲାଭ ହେବ, ସମ୍ପଦ ଲାଭ। 16, 17, 18, 19, 20ର ଆଦର, ସ୍ନେହ, ପ୍ରୀତି ଲାଭ। ଯଦି ବୃହସ୍ପତି ସୁସ୍ଥ, କେନ୍ଦ୍ରାଧିପ ନୁହନ୍ତି, ଅଷ୍ଟାଧିପ ନୁହନ୍ତି, ତେବେ ଏଇ ନକ୍ଷତ୍ରଙ୍କୁ ଏଇ ଶୁଭଫଳ ମିଳିବ। ଆଜି ଆମେ ଆଲୋଚନା କରିବା ରବିବାର 7 ତାରିଖ। ଆଜି ସୂର୍ଯ୍ୟାସ୍ତ 5ଟା 5 ପରେ, ଆଉ ଅଶୁଭ ସମୟ 3ଟା 46ରୁ ସନ୍ଧ୍ୟା 5ଟା 8 ପର୍ଯ୍ୟନ୍ତ। 3ଟା 46ରୁ ସନ୍ଧ୍ୟା 5ଟା 8 ପର୍ଯ୍ୟନ୍ତ। ଆଜିର ଘାତ ବାର ମେଷ ପାଇଁ। ଘାତ ଚନ୍ଦ୍ର ବିଛା ଓ କୁମ୍ଭ ରାଶି ମହିଳାମାନଙ୍କ ପାଇଁ। ଘାତ ବାର ମେଷ ପାଇଁ, ଘାତ ଚନ୍ଦ୍ର ବିଛା ଓ କୁମ୍ଭ ରାଶି ମହିଳାମାନଙ୍କ ପାଇଁ। ଆସନ୍ତୁ ଶୁଣିବା ଅନ୍ୟାନ୍ୟ କାହାଣୀ। ରବିବାର 7 ତାରିଖ ଡିସେମ୍ବର ମାସ, ମେଷ ରାଶି ପାଇଁ ଘାତ ବାର। ସକାଳ 6ଟା 10ରୁ ଅଶ୍ୱିନ ଓ କୃତ୍ତିକା ନକ୍ଷତ୍ରର ଅଶୁଭ ସମୟ ଆରମ୍ଭ ହୁଏ। ସକାଳ 6ଟା 10ରୁ ଅଶ୍ୱିନ ନକ୍ଷତ୍ର, କୃତ୍ତିକା ନକ୍ଷତ୍ର, ଏହି 2 ନକ୍ଷତ୍ରର ଅଶୁଭ ସମୟ ଆରମ୍ଭ ହେବ। ମେଷ ପାଇଁ ଆଜି କେବଳ ରାହୁ ଶୁଭ। ଏକମାତ୍ର ରାହୁ ଗ୍ରହ ମେଷକୁ ସହାୟ ହେବେ। ରାହୁ ଶୁଭ, ଅନ୍ୟ 8ଟି ଗ୍ରହ ଅଶୁଭ। ଏଣୁ ସାବଧାନ। ଯେହେତୁ ଗ୍ରହମାନଙ୍କର ସହଯୋଗ ନାହିଁ,
ତେଣୁ ଟିକେ ହୁସିଆର ରହିବା ଉଚିତ। କ'ଣ କ'ଣ ହେବ? ଭାତୃ ବିବାଦ ହୋଇପାରେ, ପୈତୃକ ସମ୍ପତ୍ତିକୁ ନେଇ ଗଣ୍ଡଗୋଳ ସୃଷ୍ଟି ହୋଇପାରେ, ଏକ ଦୁର୍ଘଟଣା ଘଟିପାରେ, ଧନ ଲାଭ ହେବାର ଯୋଗ ଅଛି। ରାହୁଙ୍କ ପାଇଁ ଧନ ଲାଭ ହେବାର ଯୋଗ ଅଛି। ଅନ୍ୟାନ୍ୟ ଗ୍ରହଙ୍କ ପାଇଁ ଅସୁବିଧା ହେବ, ଭାତୃ କଳହ ହେବ, ପୈତୃକ ସମ୍ପତ୍ତିକୁ ନେଇ ଏକ ଗଣ୍ଡଗୋଳ ହେବ, ଦୁର୍ଘଟଣା ଘଟିପାରେ। ତା ଛଡ଼ା ପଡ଼ୋଶୀଙ୍କ ସହିତ ମନୋମାଳିନ୍ୟ ହେବାର ଯୋଗ ଅଛି। ସୁତରାଂ ମେଷ ରାଶି ପାଇଁ ଆଜି ଆଦୌ ଭଲ ନୁହେଁ। ଖାଲି ରାହୁଙ୍କ କଲ୍ୟାଣରୁ ଧନ ଲାଭ ହେବ। ଡିସେମ୍ବର 7 ତାରିଖ ରବିବାର, ବୃଷ ରାଶିର ସକାଳ 6ଟା 10ରୁ କୃତ୍ତିକା ଓ ମୃଗଶିରା ନକ୍ଷତ୍ରର ଅଶୁଭ ସମୟ ଆରମ୍ଭ ହେବ। ବୁଧ, ବୃହସ୍ପତି, ରାହୁ ଓ ଶନି ଏହି 4 ଗ୍ରହଙ୍କର ଆଶୀର୍ବାଦ ବୃଷ ପ୍ରତି ଅଛି। ଧନାଗମ ହେବ, ସୁଖ ମିଳିବ, ମାତ୍ର ଶାନ୍ତି ମିଳିବନି। ଧନ ଆସିବ, ସୁଖ ମିଳିବ, ଶାନ୍ତି ମିଳିବନି। ଯେଉଁଠି ଶାନ୍ତି ନାହିଁ ସେଠି କାନ୍ତି ନାହିଁ, ସେଠି ପ୍ରୀତି ନାହିଁ, ସେଠି ନୀତି ନାହିଁ। ତେଣୁ ଶାନ୍ତି ଦରକାର। ଶାନ୍ତି ମିଳିବ ନାହିଁ। କୌଣସି ଅତୀତ ଘଟଣାକୁ ନେଇ ଡହଳ ବିକଳ ହେବ। ମନ ଅସ୍ଥିର ହେବ, ବ୍ୟାକୁଳ ହେବ, ଚଞ୍ଚଳ ହେବ, ଡହଳ ବିକଳ ହେବ ମନ ଅତୀତ ଘଟଣାକୁ ସ୍ମରଣ କରି। ଆୟରେ ଏଣୁ ବାଧା ହେବ, ରୋଜଗାର କମିଯିବ, କର୍ମ କ୍ଷେତ୍ରରେ ସମ୍ମାନ ହାନି ହେବାର ଭୟ ଅଛି। ହେଲା, ମନ ଅସ୍ଥିର ହେବ। ତେଣୁ ବିବେକୀ ଲୋକ ହେଇଥିଲେ ଧୈର୍ଯ୍ୟ ଧରିବେ, ଅସ୍ଥିର ହେବେନି। ଡିସେମ୍ବର 7 ତାରିଖ ରବିବାର, ମିଥୁନ ରାଶି ପାଇଁ ରାତି 10:30 ଯାଏ ଶୁଭ ସମ୍ବାଦ। ମିଥୁନ ରାଶିର ଆଜି ବଢ଼ିଆ ଦିନ। ସୂର୍ଯ୍ୟୋଦୟ ଠାରୁ ରାତି 7:30 ଯାଏ ଶୁଭ ସମ୍ବାଦ ପାଇବେ। ତଥାପି ସକାଳ 6ଟା 10ରୁ ମୃଗଶିରାର ଅଶୁଭ ସମୟ ଆରମ୍ଭ ହେବ। ସକାଳ 6ଟା 10ରୁ ରାତି 10ଟା 30 ଯାଏ ଯଦିଓ ଶୁଭ ସମୟ, ତଥାପି ନିୟତି ଏ ନକ୍ଷତ୍ରକୁ ଆଜି ଶୁଭ ଫଳ ଦେଇ ନପାରେ। ନିୟତି ଆଜି ଏହି ରାଶିକୁ, ଏହି ନକ୍ଷତ୍ରକୁ, କାହାକୁ? ମୃଗଶିରାକୁ ଶୁଭ ଫଳ ଦେଇ ନପାରେ। ମିଥୁନ ରାଶିର ସ୍ୱାସ୍ଥ୍ୟ ସମସ୍ୟା ନାହିଁ। ମିଥୁନ ରାଶିର ଆଜି ସ୍ୱାସ୍ଥ୍ୟ ସମସ୍ୟା ନାହିଁ। ଆର୍ଥିକ ବିକାଶ ହେବ, ପାରିବାରିକ ଶାନ୍ତି ମିଳିବ, ମନ ଅଭୂତପୂର୍ବ ଆନନ୍ଦମୟ ସୁସ୍ଥ ପରିବେଶରେ ବୁଲିବ। ଏ ରାଶିର ସମସ୍ତ ଲୋକ ଆନନ୍ଦିତ ହେବେ। କେବଳ ମୃଗଶିରା ନକ୍ଷତ୍ର ପାଇଁ ଟିକେ ଅଶୁଭ। ଡିସେମ୍ବର 7 ତାରିଖ ରବିବାର, କର୍କଟ ରାଶିକୁ ଦୈବ ସାହା। କାରଣ କୌଣସି ଗ୍ରହ ପ୍ରସନ୍ନ ନାହାନ୍ତି। ଧନ ସ୍ଥାନରେ ରାହୁଙ୍କର ତୀକ୍ଷ୍ଣ ଦୃଷ୍ଟି ଅଛି। ସେ ପୁଣି ଅଷ୍ଟମସ୍ଥ ରାହୁ ଧନସ୍ଥାନକୁ ଦେଖୁଛନ୍ତି। ସେଠାରେ କେତୁ ଅଛନ୍ତି। ସେଥିପାଇଁ କର୍କଟ ରାଶି ପାଇଁ ଆଜି ଆର୍ଥିକ ସଙ୍କଟ ଦେଖାଦେବ। ବ୍ୟୟ ବୃଦ୍ଧି ହେବ, ଖାଦ୍ୟପେୟ ରୁଚିକର ହେବନି, ପୁରୁଣା ରୋଗ କଷ୍ଟ ଦେବ, ନୂଆ ରୋଗ ସୃଷ୍ଟି ହୋଇପାରେ। ଆଦୌ ଶୁଭ ଫଳ ନାହିଁ। ରବିବାର ହେତୁ ତଥା ବୃହସ୍ପତିଙ୍କ କଲ୍ୟାଣ ହେତୁ ସମ୍ମାନ, ସାଥୀ, ପରିଜନ ସୁଖପ୍ରଦ ହେବ। ଯେହେତୁ ବାର ହେଉଛି ରବିବାର, ସୂର୍ଯ୍ୟଙ୍କ ସହିତ ଚନ୍ଦ୍ରଙ୍କର ମିତ୍ରତା ଅଛି। ବାର ଶୁଭ। ବୃହସ୍ପତିଙ୍କ ହେତୁ, ବୃହସ୍ପତିଙ୍କ କଲ୍ୟାଣରୁ ନିକଟରେ ବୃହସ୍ପତି ଫେରିଛନ୍ତି, କର୍କଟରେ ଥିଲେ। ତେଣୁ କର୍କଟ ପାଇଁ ଟିକେ ଦୟା ସେ କରିବେ। କାରଣ ଯେଉଁଠି ଥିଲେ ସେ ଘରର ମାଲିକ ଚନ୍ଦ୍ର ସହିତ ବୃହସ୍ପତିଙ୍କର ମିତ୍ରତା ଅଛି। ସେଥିପାଇଁ
ସାମାନ୍ୟ କିଛି କଲ୍ୟାଣ ହେବ, ସମ୍ମାନ ମିଳିବ, ସାଥୀ ମିଳିବେ ଆଉ ପରିଜନଙ୍କର ସୁଖ ମିଳିବ। ଆମେ ଯିବା ସିଂହ ପାଖକୁ। ଡିସେମ୍ବର 7 ତାରିଖ ରବିବାର, ସିଂହ ରାଶ୍ୟାଧିପ ରବି। ଏଣୁ ଏ ରାଶି ପାଇଁ ରବିଙ୍କ ଅନୁକମ୍ପା ଟିକେ ଅଧିକ ରହିବ। ଏହି ରାଶିର ଲୋକେ ଯିଏ ଯେଉଁ ପଦବୀରେ ଅଛନ୍ତି ତାଙ୍କର ବିକାଶ ଓ ଉନ୍ନତି ହେବ। ପଦୋନ୍ନତି ହୋଇପାରେ। ମାତ୍ର ସକାଳ 6ଟା 10ରୁ ମଘା ଓ ଉତ୍ତର ଫାଲ୍ଗୁନ ନକ୍ଷତ୍ରର ଅଶୁଭ କାଳ ଆସି ଦୁଃଖ ଦେବ। ଆଜି ମିତ୍ର ଗ୍ରହ ବୁଧ, ଚନ୍ଦ୍ର ଓ ବୃହସ୍ପତି ପ୍ରସନ୍ନ ହେତୁ ଆର୍ଥିକ ବିକାଶ ହେବ। ସମସ୍ତଙ୍କୁ ସ୍ୱାଦିଷ୍ଟ ଆହାର ମିଳିବ, ଦେହ ଭଲ ରହିବ। ସିଂହ ପାଇଁ ଭଲ ଦିନ। ଡିସେମ୍ବର 7 ତାରିଖ ରବିବାର, କନ୍ୟା ରାଶି ପାଇଁ ରାଶ୍ୟାଧିପ ବୁଧ, ରବି, ମଙ୍ଗଳ, ରାହୁ, ଚନ୍ଦ୍ର ଖୁସି ଅଛନ୍ତି। ଏଣୁ ଏ ରାଶିର ସମସ୍ତ ଜନତା ସମୃଦ୍ଧ ସୁଖ ପାଇବେ। କନ୍ୟା ରାଶିର ଜନତାଙ୍କର ସର୍ବାଧିକ ମଙ୍ଗଳ ହେବ। ସୁସମାଚାର ଶୁଣି ଖୁସି ହେବେ। କର୍ମ ପ୍ରତି ଆଦର ବଢ଼ିଯିବ। କର୍ମପ୍ରିୟ ଲୋକେ କର୍ମ କ୍ଷେତ୍ରରେ ଆଦର, ସମ୍ମାନ, ଆୟ, ସୁଖ ଆଦି ପାଇବେ। ଆର୍ଥିକ ମାନଦଣ୍ଡ ସୁଦୃଢ଼ ହେବ। ସମସ୍ତ ପାରିବାରିକ ଓ ଲୌକିକ ସୁଖ ଯୋଗ ଅଛି। ସ୍ୱାସ୍ଥ୍ୟ ସମସ୍ୟା ନାହିଁ। ସବୁ ସୁଖରେ। ଶନି କର୍ତ୍ତୃକ କିଛି ଦୁଃଖ ରହିବ। ମାନେ ଆଜି କନ୍ୟା ରାଶି ପାଇଁ ଶନିଙ୍କର ଟିକେ କ୍ରୂର ଦୃଷ୍ଟି ଅଛି। ତେଣୁ ସମସ୍ୟା ଟିକେ ବଳବତ୍ତର ହେବ। ଉତ୍ତର ଫାଲ୍ଗୁନୀ ଓ ଚିତ୍ରା ପାଇଁ ସକାଳ 6ଟା 10ରୁ ଅଶୁଭ ସମୟ ଆସିବ। ଏଇଗଲା କନ୍ୟା ରାଶି କଥା। ଡିସେମ୍ବର 7 ତାରିଖ ରବିବାର, ତୁଳା ରାଶିର ଚିତ୍ରା ଓ ବିଶାଖା ନକ୍ଷତ୍ର ଦ୍ୱୟର ସକାଳ 6ଟା 10ରୁ ଅଶୁଭ ସମୟ ଆସିବ। ତୁଳା ରାଶିର ଲୋକେ ଆଜି କାର୍ଯ୍ୟରେ ସଫଳ ହେବେ। ତୁଳା ପ୍ରତି ଶୁକ୍ର, ଶନି, ବୃହସ୍ପତି ଏହି ଗ୍ରହତ୍ରୟଙ୍କର ଶୁଭ ଦୃଷ୍ଟି ଅଛି। ଏହି ଗ୍ରହତ୍ରୟ ତୁଳା ପାଇଁ ଶୁଭ ଚିନ୍ତା କରୁଛନ୍ତି। ଆଜି ସମ୍ମାନ ହାନି ହୋଇପାରେ, ସାବଧାନ। ଆଲୋ ସଖୀ, ଆପଣା ମହତ ଆପେ ରଖି, ଉପର ମୁହଁ ତଳକୁ ହେଲେ ମଣିଷ ଜୀବନ ଦିକଡ଼ା। ଆଜି ସମ୍ମାନ ହାନି ହୋଇପାରେ। ଏଣୁ କାର୍ଯ୍ୟ, କର୍ତ୍ତବ୍ୟ, ଆଚାର ବ୍ୟବହାର, ଚାଲି ଚଳନ, କାହାଣୀ ଚାହାଣୀରେ ଶୃଙ୍ଖଳା ଆଣିଲେ ଭଲ। ସ୍ୱାସ୍ଥ୍ୟ ସମସ୍ୟା ନାହିଁ। ବୃହସ୍ପତିଙ୍କର ପୂର୍ଣ୍ଣ ସହାୟ ମିଳିବ ତୁଳା ରାଶିକୁ। ଡିସେମ୍ବର 7 ତାରିଖ ବିଛା ରାଶି ପ୍ରତି କେତୁ ଓ ବୁଧଙ୍କର ଆଶୀର୍ବାଦ ଅଛି। ରାଶ୍ୟାଧିପ ମଙ୍ଗଳର ବୁଧ ସହ ପଡ଼େନି। ଏଣୁ ବୁଧ ଗ୍ରହ ବିଛାର କ୍ଷତି କରିବ। ମଙ୍ଗଳ ଚାହିଁବା ନ ଚାହିଁବା ସହ ସମାନ। ତେଣୁ ବୁଧ ଶତ୍ରୁ ବିଛାର। ଆଜି ବୁଧର କଲ୍ୟାଣ ଅଛି, ହେଲେ ଶତ୍ରୁର କଲ୍ୟାଣ ଯାହା ସମସ୍ତେ ଜାଣନ୍ତି। ବୁଧର କଲ୍ୟାଣ ଥିବା ଯା ନଥିବା ସେୟା। ଅର୍ଥାତ୍ ବିଛା ପ୍ରତି ବୁଧଙ୍କର ସହଯୋଗ ମନୋଭାବ କେବେ ନଥାଏ। ଆଜି ମନସ୍ତାପ ଯୋଗ ଅଛି। ସକାଳ 6ଟା 10 ପରେ ବିଶାଖା ନକ୍ଷତ୍ରର ଅଶୁଭ ସମୟ ଆସିବ। ଆଜି ଅଷ୍ଟମ ଚନ୍ଦ୍ର ସାବଧାନ। ବିଛା ସାବଧାନ। ଘାତ ପ୍ରତିଘାତ ହୋଇପାରେ। ପୁରୁଣା ରୋଗ ଉତ୍ପାତ କରିବ। ନୂଆ ରୋଗ ସୃଷ୍ଟି ହେବ। କଥୋପକଥନରେ ଶୃଙ୍ଖଳା ରକ୍ଷା କଲେ ଭଲ। ଉତ୍ତ୍ୟକ୍ତ ହେଲେ ନିଜର ହାନି। ବିଛା ପାଇଁ ଭଲ ଦିନ ନୁହଁ। ଡିସେମ୍ବର 7 ତାରିଖ ରବିବାର, ଧନୁ ରାଶିର ମୂଳା ନକ୍ଷତ୍ରର ସକାଳ 6ଟା 10ରୁ ଅଶୁଭ ସମୟ ଆରମ୍ଭ ହେବ। ସବୁ କାମରେ ଆଜି ବାଧା ବିଘ୍ନ ସୃଷ୍ଟି ହେବ। ଆଶା କରୁଥିବା ଆୟରେ ବାଧା ହେବ। ଖାଦ୍ୟପେୟ ରୁଚିକର ହେବନି। ଯଥା ସମୟରେ କୌଣସି କାର୍ଯ୍ୟ ହୋଇପାରିବନି। ମନକୁ ବାଧିବ।
ମନ ଭାଙ୍ଗି ପଡ଼ିବ, ଦୁଃଖ ଲାଗିବ, ଅବଶ୍ୟ ଦେହ ଭଲ ରହିବ। ଧୈର୍ଯ୍ୟର ସହ ହସି ହସି ଏହି ସମସ୍ୟାକୁ ସ୍ୱାଗତ କଲେ ସମସ୍ୟା ତା ବାଟରେ ଚାଲିଯିବ ଏବଂ ବିଳମ୍ବରେ ହେଲେ ବି କାର୍ଯ୍ୟ ସିଦ୍ଧି ହେବ। ସବୁ ଇଚ୍ଛା ପୂରଣ ହେବ, ମନସ୍କାମନା ପୂରଣ ହେବ, ଧନାଗମ ହେବ। ଶତ୍ରୁ ମିତ୍ର ଭଳି ଆଚରଣ କରିବେ। କେବଳ ଗୋଟିଏ ଅସ୍ତ୍ର ଧୈର୍ଯ୍ୟ। ଧୈର୍ଯ୍ୟ ଧରନ୍ତୁ, ମଙ୍ଗଳ ହେବ। ଡିସେମ୍ବର 7 ତାରିଖ ମକର ରାଶି, ଧନୁ ଉପରେ ଆଜି ପ୍ରସନ୍ନ ଅଛନ୍ତି। ରାହୁ, ଚନ୍ଦ୍ର, ବୃହସ୍ପତି ଖୁସି ଅଛନ୍ତି। ସେ ସାହାଯ୍ୟ କରିବେ ଧନୁକୁ। ଡିସେମ୍ବର 7 ତାରିଖ ରବିବାର, ମକର ରାଶିର ଉତ୍ତରାଷାଢ଼ା ନକ୍ଷତ୍ରର ସକାଳ 6ଟା 10ରୁ ଅଶୁଭ ସମୟ ଆରମ୍ଭ ହେବ। ଉତ୍ତରାଷାଢ଼ାରେ ଆରମ୍ଭ ହେବ। ମାତ୍ର ମକରର ଆଜି ବନ୍ଧୁ ମିଳନ ଯୋଗ ଅଛି। ଆଜି ଭଲ ଧନାଗମ ହେବ। ଋଣମୁକ୍ତ ପାଇଁ ଚେଷ୍ଟା କରନ୍ତୁ। ରୋଗମୁକ୍ତ ହୋଇଯିବେ। ମନ ପ୍ରସନ୍ନ ରହିବ। ଆପଣ ଅନୁତାପ କରନ୍ତୁ ନିଜ ଭୁଲ ପାଇଁ, ଫଳରେ ସୁସ୍ଥ ଜୀବନଯାପନ କରିବେ। ଅତୀତରେ ମକର ରାଶିର ଲୋକେ ଅନେକ ଭୁଲ କାମ କରିଛନ୍ତି ବୋଲି ଜ୍ଞାନୀମାନେ କହନ୍ତି। ଏଣୁ ସମୟ ସମୟରେ ଏଇ ଯେଉଁ ସମସ୍ୟା ଆସୁଛି ତାର ସମାଧାନ ପାଇଁ ଅନୁତାପ କରନ୍ତୁ। ଆଜି ଭଲ ଭୋଜନ ମିଳିବ, ଶୟନ ସୁଖ ମିଳିବ, ପ୍ରିୟ ପରିଜନ ଆଦର କରିବେ ଏବଂ ଉଲ୍ଲସିତ ଜୀବନଯାପନ କରିବେ। ଆଜି ରବିବାର 7 ତାରିଖ ମକର ରାଶି। ଡିସେମ୍ବର 7 ତାରିଖ ରବିବାର, କୁମ୍ଭର ଅଧିପତି ଶନି, ଏଣୁ ବାରର କୁପ୍ରଭାବ ପଡ଼ିବ। ସୁତରାଂ ପ୍ରିୟ ଲୋକଙ୍କ ସହିତ ମନାନ୍ତର ହୋଇପାରେ। ସକାଳ 6ଟା 10 ପରେ ଧନିଷ୍ଠା ନକ୍ଷତ୍ରର ଅଶୁଭ ସମୟ ଆରମ୍ଭ ହେବ। ଦୁଃଖ ମାଡ଼ି ବସିବ। ଆଜି ପୂର୍ବ ସୁକର୍ମ ଜନିତ ସୁଖ ପ୍ରାପ୍ତି ଯୋଗ ଅଛି। ପାରିବାରିକ, ଶାରୀରିକ, ଆର୍ଥିକ ତଥା ଲୌକିକ ସୁଖ ମିଳିପାରେ। ଦେହ ପା ଠିକ୍ଠାକ୍ ରହିବ। ଖାଦ୍ୟପେୟ ନିଦ୍ରା ଆଦି ସୁଖକର ହେବ। ଶାନ୍ତି ମିଳିପାରେ। ଆଜି କୁମ୍ଭ ରାଶି ପାଇଁ ଭଲ ଦିନ, ବଢ଼ିଆ ଦିନ। ଡିସେମ୍ବର 7 ତାରିଖ ରବିବାର, ମୀନ ସହ କେତୁ ଓ ବୁଧ ଏହି ଦୁଇ ଗ୍ରହଙ୍କର ସୁସମ୍ପର୍କ ଅଛି। ପାରିବାରିକ କଳହକୁ ଦମନ ନ କରିପାରି ଅପମାନିତ ହେବେ। ସକାଳ 6ଟା 10 ପରେ ପୂର୍ବଭାଦ୍ର ନକ୍ଷତ୍ରର ଅଶୁଭ କାଳ ଆରମ୍ଭ ହେବ। ଦୁଃଖ ହେବ। ଆଜି ଦେହ ସମସ୍ୟା ବଢ଼ିଯିବ। ଚାରିତ୍ରିକ ଅଧପତନ ହୋଇପାରେ। ପୁରୁଣା ରୋଗ ଅଧିକ ପୀଡ଼ା ଦେବ। ଆଜିର ମନ୍ଦ ସମୟ ଦେହ ମନକୁ ଦୁଃଖ ଦେବ। ବୃତ୍ତି, ବ୍ୟବସାୟରେ ବାଧା ଆସିବ। ବନ୍ଧୁଗଣ, ମୁଁ 12 ରାଶି ଉପରେ ଟିକିଏ ଆଲୋଚନା କଲି। ବୃହସ୍ପତି ଉପରେ ତ କହିଲି। ଏବେ ଯେଉଁ 5 ତାରିଖରେ ବୃହସ୍ପତିଙ୍କର ଚଳନ ହେଲା, ସେ କର୍କଟରୁ ଫେରିଗଲେ ମିଥୁନକୁ। ଜାତକ ଦେଖନ୍ତୁ। ଜାତକରେ ଯଦି ବୃହସ୍ପତି ସୁସ୍ଥ କେମିତି ରହିବେ? ଗୋଟେ ପଏଣ୍ଟ ମନେ ରଖିବେ, ବୃହସ୍ପତି ଶୁଭ ଗ୍ରହ। ସେ ଯଦି କେନ୍ଦ୍ରାଧିପତି ହେଇଗଲେ ବା ଅଷ୍ଟମାଧିପତି ହେଇଗଲେ ବା ଅଷ୍ଟମରେ ରହିଲେ ବା ଅଷ୍ଟମାଧିପତାଙ୍କୁ ଦେଖିଲା, ତେବେ ତାଙ୍କର ଶକ୍ତି କମିଯାଏ। ସେ ଦୁର୍ବଳ ହେଇଯାଆନ୍ତି। ଆଉ ସେ ଶୁଭଗ୍ରହ ଅଶୁଭ ଫଳ ଦେଇଥାନ୍ତି। ଏ ଦୃଷ୍ଟିକୋଣରୁ ଏ ଯେଉଁ ଚଳନ ହେଲା ତାହା ବିଚାର୍ଯ୍ୟ। ଏ ବିଷୟରେ ପୁଣି ଆଉ କିଛି କାଲି କହିବି ବୃହସ୍ପତିଙ୍କ ଉପରେ। ଏବେ ଗୋଟିଏ ସପ୍ତାହ ଅଳ୍ପ ଅଳ୍ପ କହିବା, ସମୟର ଅଭାବ। ରହିଲି, ନମସ୍କାର।